କହିଲି WhatsApp ରେ ମେସେଜ କଲି କାଇଁ କିଛି କହିଲାନି କି ଏପର୍ଯ୍ୟନ୍ତ ଦେଖିଲା ନାହିଁ। ନା ମୁଁ ବି ଏଇ ରିଙ୍ଗ ହେଲା ବୋଲି ମୁଁ ଆସିଲି। ମୁଁ ବା ଇଏ କରୁଥିଲି, କାଟୁଥିଲି ଯୋଉ ଇଏ ହାତ ହେଇଥିଲି। ମାନେ କଣ କାମ କରିବ ନା କଣ? କାଇଁ ତମେ କଣ ତମର କଣ ଅସୁବିଧା ହଉଛି କଥା ହେବାକୁ? ନାଇଁ ମୁଁ କହିଲି ବ୍ୟସ୍ତ କାଳେ ଥବ କଣ ଥବ। ତମେ କଣ କରୁଛ? ଗାଧେଇ ପାଧେଇ ଛେନା ମୁଢି ଖାଇସାରିଛି, ଯାଉଛି ପଖାଳ ଖଣ୍ଡେ ବାଡେଇବି। ତମର ଛେନା ମୁଢି ଅଛି ତ ଜିନ୍ଦାବାଦ। ଛେନା ଟାକୁ ଦଉଛି ବିଲେଇକି ରହିଥା। ନିଜେ ଖାଇଦେବି। ମୋର ତ ସେଇଭଳିଆ ସବୁ ଖାଇବା, ମୁଁ ଆଉ କଣ କରିବି, ମତେ ଭଲ ଲାଗେ ସେଇଭଳିଆ। ତମର ଯୋଉ ଖାଇବା ଟା ମୋର ବି ସେଇ ଖାଇବା ପସନ୍ଦ ସତରେ। ଛେନା କ୍ଷୀର ଦୁଧ ଯଦି ଥବ ନା ମୁଁ ଆଉ ଭାତ ଭୁଲିଯିବି। ଆଉ କଣ ରୋଷେଇବାସ ଆଜି ହବ କଣ ନାହିଁ? କଣ ହବ ସେଇ ପିଠା ତ ହବ ଆଉ ଡାଲମା ହବ, ଖେଚଡି ହବ। ବାପା ନହେଲେ କିଏ ଯାହା ତ ଏଇ ସବୁ ପାଲା ଆଜି ଆଉ। ତାହେଲେ ବଢିଆ ଖାଦ୍ୟ ଆଜି ହଉଛି ଆଉ। ବଢିଆ କଣ ମୋରି ଭଲ ମରିବ ତୁ ବଢିଆ। ଭଲ ମରିବା ମୁଁ ଏଠି ବଇଛି। ତମେ କଣ କାଲି ବୁଝିଲ ନା ଆଜି ବୁଝିବ? ଆଜି ବୁଝିବି ହେଲା। ମୁଁ ଆଜି ମାନେ କଣ ମୁଁ ଆଜି ଟିକେ କଣ କହିଲ, ମୁଁ ଟିକେ ଚାହୁଁଛି କେତେରେ ଖଣ୍ଡେ ଗ୍ୟାପ୍ ନେଇ ପୁରା ବସିବି ଟିକେ ଶାନ୍ତି ହେଇକିରି ବୁଝିଲ। ହଉ ତାହେଲେ ନ ବୁଝ ମୋର କଣ ଅଛି, ମତେ ଆଉ କହିବନି, ଦୋଷ ଦବନି। ମାନେ ମୁଁ ଆଉ ଦୋଷ ଦେବିନି? ଦୋଷ ଆଉ କାହିଁ ଦବ, ତମେ ବସି ସାର ତମକୁ ଯୋଉଦିନ ଆରାମ ଲାଗିବ। ହଉ ରୁହ ମୁଁ ଆଜି ଗଲେ ବୁଝିବି ହେଲା। ଆଜି ତମର ବୁଝି ବୁଝିବାର ମୁଡ୍ ନାହିଁ ମୁଁ ଜାଣି ସାରିଲି, ମୁଁ ଆଉ କହିବି ନାହିଁ। ତମକୁ କହି ମୋ ଆରେ ପାଟି ମାନେ ମୁଡ୍ ନାହିଁ ନୁହଁ, ମୁଡ୍ ନାହିଁ ନୁହଁରେ, ମୁଁ କାଲି ତ ଦେଖିଲ ମୁଁ କାଲି ଶୋଇପଡିଥିଲି, ତମେ କେତେ ଥର ଫୋନ କରିଛ ମୁଁ ଉଠେଇଲିନି। ମୁଁ ଭାରି ରାଗି ଯାଇଥିଲି ସତରେ। କଣ କରିବା, ଏଇତ କଣ ଜୀବନ କରିବା ଦକ୍ଷିଣୀ ପବନ ଏମିତି ଯଦି ସକାଳୁ। ଶୋଇବ ନା ପୁରା ଇଏ ହେଇଯିବ ଜାଣିଛୁ, ଆଡେ ସବୁ ଅନର୍ଥ ହେଇଯିବ ବୁଝିଲ। ମୁଁ ଯେତେ ନିଦ ଶୋଇଥାଏ କିନ୍ତୁ ଯିଏ ଆସିବ ଯାହା କରିବ ମୁଁ ଜାଣିପାରିବି ହେଲା। ଉଠିଯିବି। ନାଇଁଲୋ ବୋପା, ମୁଁ ଶୁଣେ ମୋ ଉପରେ ଶଗଡ ଚଢିଗଲେ ବି ମୁଁ ଉଠିବିନି। ସତ କଥା, ମୁଁ ଶୋଇଥିବି ମାନେ ଶୋଇଥିବି, କିନ୍ତୁ ଏଇ ଆମର ଗୋଟେ ମାଇନସ ପଏଣ୍ଟ କଣ ନା, କିଏ ସିନା ନିଶା ଖାଇଲେ ସିନା ଖଡ ଖାଡ ହେଲେ ପୁଣି ସେ ଉଠିବନି। ମୁଁ କିନ୍ତୁ ନିଶା ମାନେ ଖାଇଥିବି ମାନେ ମତ ମାନେ କଣ ଯିଏ ଧର ଖଡ ଖାଡ କରିବ ମୁଁ ଉଠିଯିବି, କିନ୍ତୁ ନିଶା ନ ଖାଇଥିବି ପୁଣି ଶୋଇଥିବି ପୁଣି ମୋ ଉପରେ ଚଢିଗଲେ ବି ମୁଁ ଉଠିବିନି। ମୋର ହଉଛି ଓଲଟା। ହଁ ତାହେଲେ ସେଇ ଦିଟା ବେଳ ତ ସେତିକି ବେଳଠୁ ନା। ଦିଟା ବେଳ ଠାରୁ ଶୋଇଛ, ସାଢେ ଦିଟା ବେଳ ଠାରୁ ଖାଇଥିଲି। ସାଢେ ଦିଟା ବେଳଠାରୁ ତମକୁ ନାଇଁ ତମ ସାଙ୍ଗରେ କଥା ହେଲି, ତାପରେ ଖାଇଲି, ଖାଇସାରି ମୋବାଇଲ ଟେ ଖୁଚୁ ଖୁଚୁ କରୁଥିଲି, ତାପରେ ଖୁଚୁ ଖୁଚୁ କରୁଛି ତ କେତେବେଳେ ଶୋଇ ପଡିଛି ଭଉଣୀ ମୁଁ ଜାଣିନି ନିଜେ। ଶୋଇଛି ତ ରାତିରେ ମତେ ଡକା ହେଇଛି ଖାଇବାକୁ, ମୁଁ ସେଇଠୁ ମନା କରିଛି ନାଇଁ ମୁଁ ଖାଇବିନି। ଇଏ ସିଏ ତାପରେ ଆଡୁ ସାଡୁ କିରି କହିଛି, ଆଡୁ ସାଡୁ କିରି କଣ କହିଛି ନା ନାଇଁ ମୁଁ ଖାଇବିନି ମୋର ଶୋଇବି, ତମେ ତମର ଶୁଅ ଯାଇକିରି, ମୁଁ କିନ୍ତୁ ଉଠିବିନି ଆଉ। ମୁଁ ସେଇଠୁ ମାନେ ତଳେ ରାଗିକିରି କହିଛି, ସେଇଠୁ ଆଉ କି ଏତେ ଡାକି ନାହାନ୍ତି, କାରଣ ଯଦି ଡାକିବେ ମୁଁ ଆହୁରି ଚିଡି ଯିବି, ଗଲା ସରିଗଲା। ଆଉ ସେଠୁ ଶୋଇଛି ଆଉ କଣ, ମୋର ସେଠୁ ରାତି 3:30 ନିଦ ଭାଙ୍ଗିଲା ବେଳକୁ ମୁଁ କାଲି କଣ କେତେବେଳେ ଶୋଇଲି ନା, ସେଇଠୁ ଭାବିଲା ବେଳକୁ କାଲି ତ ମୁଁ ବାହାରକୁ ଯାଇନି, କିଛି ମଦ ଫଦ ତ ପିଇନି, ଆଉ ପୁଣି ଶୋଇଲି କଣ ଏମିତି କଣ ଶୋଇଲି ମୁଁ ବି ନିଜେ ଜାଣିପାରିନି। ଗୋଟେ ମଣିଷ ଶୋଇଲା ମାନେ ଭାବୁଥବ, ପରିଶ୍ରମ ହବନି। ଆରେ ନାଇଁ ଭାବୁଥବ 3:30ରୁ ମାକ୍ସିମମ୍ 4ଟା ବେଳକୁ ମୁଁ ଶୋଇଲି, 4ଟାରେ ଶୋଇଲି ଉଠିଲି ରାତି ସାଢେ 3ଟା ବେଳକୁ, ମାନେ 3:40 ନା 45ରେ ମୁଁ ଉଠିଲି। ତାମାନେ ଭାବୁଥବ କେତେ ଘଣ୍ଟା ମୁଁ ଶୋଇଲି। ତାମାନେ ଭାବୁଥା କେତେ ନିଦ ମୋ ମୁଣ୍ଡରେ ଥିଲା। ନାଇଁ ବା ମତେ ବି କାଲି ଖରାପରେ ନିଦ ହେଇଯାଇଛି, ସେ ଗୋଟେ ଦିଦି ଫୋନ କରିଥିଲେ ଯିବି ବୋଲିକି ତାଙ୍କ ଘରକୁ ହେଲା। ମୁଁ ଯେତେବେଳେ କାଟିଲି ନାଇଁ, ମୁଁ ସେଇଠୁ ପୁରା ଘଣ୍ଟାଟେ ଶୋଇଯାଇଛି। ତାପରେ ଜଣେ ଆଇଲା ସିଲେଇ କରିବା ଆମର ସେ ବୋହୂ ହେଲା, ସିଲେଇ କରିବାକୁ ଆଇଲା, ଡାକିଲା ଛୁଆ ହେଲା, ନିଦ ଟା ସେଇଠୁ ଭାଙ୍ଗିଲା, ଯୋଉ ଶୀତ କରୁଥାଏ। ତମର ତ ସମେତେ ବୋହୂ ଆଉ। ହଁ। ଆଉ କଣ ସତ କଥା, ଆଉ ମାନେ କଣ ମାନେ ସେଇଭଳିଆ ମାନେ କଣ ତମେ ଏମିତିଆ ପରିବାରରେ ବାହା ହେଇଛ ଯିଏ ସବୁ କଣ ମାନେ ହିସାବରେ ବଡ କିନ୍ତୁ ବୟସରେ ସବୁ ସାନ ହେବେ। ସାନ, ମୁଁ କିନ୍ତୁ ସାନ ହେବି ନାଇଁ, ମୁଁ କିନ୍ତୁ ସମସ୍ତଙ୍କ ଠାରୁ ସାନ ହେବି, ସେ ବୟସରେ ସେ ପୁଅ ମାନେ ସବୁ ବଡ। ସେଇଥିପାଇଁ ତ ମୁଁ ତମର ଫୁଟେଇ ପାରୁନି ଆଉ। କଣ ଏଠି ଫୁଟେଇବାକୁ ମନ ହଉଛି, ଫୁଟେଇ ହଉନି ବୁଝିଲ।
ଶୀତ ଯୋଉ କରୁଛି ମତେ ଡାକିଦେଲା ମୁଁ ଉଠିକିରି ବୁଝିଲୁ ମାଲ ସତରେ ବି ଫୁଲ କିଏ ନେଇଯାଇଯିବା ହେଲା। ନାଇଁ ମତେ କହିଥିଲ ଡାକିବାକୁ ମୁଁ କଲି ଗାଧେଇବାକୁ ତାପରେ ତମକୁ ଫୋନ କରି ଡାକିଦେଲି। ଫୁଲ ଆହୁରି ବେଳେ ଡାକିଲେ ଆହୁରି ବଢିଆ ହୁଅନ୍ତା କାହିଁ କହିଲେ ଫୁଲ ବା ନେଇଯାଉଛନ୍ତି ଫୁଲ ଚୋରଣୀ ଗୁଡାକ। ମୁଁ ତ ସାରା ଭୋର ଉଠୁଛି ମୁଁ ହଉଛି ରାତ୍ରି ଚୋର ବୁଝିଲ ଦିନ ମାନେ ଶୋଇବି ରାତିରେ ଉଠି ବୁଲିବି। ଆମର ଏଠି ଲୋକ ଅଛନ୍ତି ଯୋଉ ରାତି 2ଟାରୁ ଉଠି ଟର୍ଚ ମାରିକି 2ଟା କଣ ଗୋଟାଏ ରାତିରୁ ଉଠି ଟର୍ଚ ମାରି ଫୁଲ ନଉଛନ୍ତି କି ଲୋକ ଦେଖିଲେ ଏଇଗୁଡାକ। ତମର 2ଟା ରାତିରୁ ଆମର ଏଠି ରାତି ଯାକ ବୁଲୁଛନ୍ତି ସାରା ଚୋର ଗୁଡାକ ସାରା ଫୁଲ ନେବା ପାଇଁ। ଫୁଲ ଆଉ କଣ ସେ ସାରା ଆଉ କଢ ବି ରଖୁନାହାନ୍ତି ସେ କଢ ସହିତ ଛିଣ୍ଡି ନେଇ ପଳଉଛନ୍ତି। ଶୀତରେ ଫୁଟୁନି ଯାହା ଗୋଟେ ଗୋଟେ ଫୁଟୁଛି ଯୋଉ ଭର ଖାଇ ଦଉଛି। ମୁଁ ଟଗର ଗଛ ଲଗେଇବି ମନ୍ଦାର ଗଛ ଲଗେଇବି କିନ୍ତୁ ଫୁଲ ମୁଁ ପୂଜି ପାରେନି ହେଲା। କଣ କହିବି କହିଲ ମୁଁ ଆଉ ଶୋଇବି ନା ମୁଁ ଖାଲି ଫୁଲ ସାଡୁ ଆସିବି 7:30 ହେଇଯିବ ରୋଷେଇ ବାସ କରିକି ଖାଇ ପିଇ ଶୋଇଲା 9ଟା 10ଟା କୋଉଦିନ ବେଳାବେଳି ନଥାଏ କମ ରୋଷେଇ ଥାଏ ସେଇଦିନ ବେଳାବେଳି ଶୋଇପଡେ। ଆଉ ତମ ବଚ୍ଚା ଆଜି ତ ସ୍କୁଲ ଛୁଟି ସିଏ ଯାଇଛି ମାମୁଁ ଘରକୁ। ବାପା ମାମୁଁ ଘରକୁ ପଳେଇଛି। ହଁ ଗାଧୁଆ ନାହିଁ ମୁହଁ ଧୋଇଲା ତ ବିସ୍କୁଟ ଟା ଖାଇଦେଲା ହେଲା। ମୁଁ ଟିକେ ଏଇଠି ଆସୁଛି ମୁଁ କୁଆଡେ ଯାଉ ନା ମାମୁଁ ଘରକୁ ଯାଉଛି ଭାଇକି ନେଇକି ଆସିବି ମୁଁ କହିଲି ଭାଇ ଘର କଣ ପୂଜା ନୁହଁ ତ ସିଏ ତାରି ସାଙ୍ଗର ଭଳିଆ ଗୋଟେ ଭାଇ ଅଛି ହେଲା। ଯାଉଛି ଭାଇକି ନେଇକି ଆସିବି ମୁଁ କହିଲି ତୁ ଆମ ପୂଜା ଛାଡିକି ତୁ ପଳେଇବୁ ମତେ ଭଲ ଲାଗେନି ପୂଜା କିଛି କରିବୁ ନା ମୁଣ୍ଡ ଖରାପ ନାଇଁ ମୁଁ ଆସିବି ଭାଇକି ନେଇକି ଆସିବି। ଯାହା ଛୁଆ ସିଏ ଯୋଉ ଭଳିଆ ମାନେ ଦୁଷ୍ଟାମି ଅଛି ତା ଛୁଆ ବି ସେଭଳିଆ ଦୁଷ୍ଟାମି ହବ ନା। ମତେ କହିବ କଣ ନେହି ଖାଉଙ୍ଗି। ସେଦିନ କଣ କହିଲା ଆମେ ବିସ୍କୁଟ ନେହି ଖାଉଙ୍ଗି ନା ନେଇ ଖାଉଙ୍ଗି ଗୋଟେ କଣ। ହଁ ଏମିତି ଗୋଟେ କଣ କହିଲା ହେଲା। କୁହନା ଛୁଆ କଥା। କାଲି ସେମିତି ମତେ ଟିକେ ଯାହା ବି ହେଲେ ଶୀତ ଦିନେ ଗୋଟେ ଉଷୁମ ହେଇଯାଇଥିବ ଫେର ଓଦା ଗୋଡ ଯଦି ମାରିବ ବିରକ୍ତ ଲାଗିବନି। ଯତନେ ଖାଲି କହୁଛୁ ମା ତୋ କୋଳ ଭିତରେ ପୁରେଇ ମତେ ଗରମ କରିଦେଲୁ। ମୁଁ ହିଟର ନା କଣ ମତେ ଶୀତ କରୁଛି ତୁ ଜମା କାଢ ନା ପଛ କୋଳରେ ଶୁଅ କିନ୍ତୁ ଇଏ ଘୁରିଗଲା ମୋର ସବୁ ବେଡସିଟ କମଳ ଦମଳ ସବୁ ସେଗୁଡା ତୁ ଉଠାନା। ତାପରେ ତୁ ତୋର ଘୋରିଅ ତାର ଗୋଟେ ରୁମରେ ଯୋଉଟା ନୂଆ ଜିନିଷ ଦେଖିବ ସେଇଟା ନେଇଯିବ କହିବ ଏଇଟା ପରା ମୋ ମାମୁଁ ଘର ଦେଇଥିଲେ ଏଇଟା ମୋ ବାପା କିଣିଥିଲା ନୂଆ ବେଡସିଟ ଟା ଜମା ଦବନି ମତେ ଗୋଟେ ତାହେଲେ ମୋରି ଗୁଣ ତା ମାନେ ଧରିଛି ଆଉ କଣ ହେଲା। ଆରେ ସତ କଥା ମୁଁ ଯେତେବେଳେ ଦେଖିବି ପୁଣି ସବୁ ସଫାସଫି ହେଇକିରି ଗୋଟେ ଜିନିଷ ଥବ କିମ୍ବା ଗୋଟେ ମାନେ କଣ ନୂଆ ଜିନିଷ ଆସିଲା ମାନେ ତାକୁ ମୁଁ ହିଁ ଆଗ ୟୁଜ କରିବି ଆମ ଘର ଭିତରେ ତାକୁ ସଫା କରିବାକୁ ବି ଦବନି ମୁଁ ଲୁଚେଇକି ସଫା କରିବି ହେଲା। ତୁ ଦେ ମୋ ମନ ଯୋଉଦିନ ହବ ମୁଁ ସଫା କରିବି। ମୁଁ ଛୋଟବେଳେ ସେମିତି ମୁଁ ଯେତେବେଳେ ବାଡୁଅଥିଲି ହେଲା ଆମ ଘରେ ମୋର କିନ୍ତୁ ଗୋଟିକିଆ ସାଇଟିଆ ଖଟ ଯୋଉ 2 ଜଣ ଶୁଅନ୍ତି ଯୋଉ ଖଟ ମୋର ସେମିତିଆ ମୋ ବେଡସିଟ ମୋ କମଳ ମୋର ଗୋଟାଏ ରୁମ ତା ଭିତରକୁ ଆମର କେହି ହାତ ମାରିବେନି ନା କେହି ଯିବେନି ମୋ ରୁମ ରେ ବି କେହି ଶୋଇବେନି। ହାଣିକି ମାରିଦେବି ସେଇଟାକୁ ଯିଏ ଶୋଇବ ଖାଇବି ନା ନିଦ କୁଆଡୁ ଆସିବ କାହାକୁ ପୁରା କୁଣିଆ ବନ୍ଧୁ ଆସିଲେ ନୁଚିବି ଆଉ ମୁଣ୍ଡିଆ ମାରେ ମାମୁଁ ଘରିଆ ଗଲେ ବି ମୁଁ ନୁଚିବି ମୁଁ ମୁଣ୍ଡିଆ ମାରିପାରିବି ନାଇଁ ଗେନ୍ଧା କଥା କହିବ ସେ କେମିତି ଯାଆନ୍ତୁ ତୁ ମତେ କବାଟ ଆଉ ଦେଇଦେଇ ବରଂ କୋଲକୁ ପକେଇ ଦେଇଯା ଖାଲି ଖାଇବାକୁ ଆଣିକି ବୋଉ ଯୋଉ ଶୋଧିବ ହଇତା ବୋଲି ଏମିତି ହବୁ ଏଇ ସମୟରେ ଶିଖୁଛୁ ମୁଣ୍ଡିଆ ମାରୁନି ବୋଉ ମାନେ ଯେମିତି କହିବେ ସବୁ ଜାଣିଲ ମୁଣ୍ଡିଆ ମାରିବ ତାଙ୍କୁ ଫେରେ ଡାକି ଆଣିବ ସିଏ ଝୁଅ ହଉଥିବେ ସେ କୁଣିଆ ବନ୍ଧୁକୁ ଡାକି ଆଣିବ ଏଇଠି ବା ଅଛି ଯୋଉ ଗପ ଚଲେଇବେ ସବୁ ବିରକ୍ତିଆ ଲାଗେ କଥା ଗୁଡାକ ଭାରି ବିରକ୍ତିଆ ଲାଗେ ଗୋଟେ ଦେଖିଲ ଛୋଟବେଳେ ଭଲ ଲାଗୁଥିବ ଯେତେବେଳେ ମାନେ କଣ ମାନେ 10ରୁ 12 ବର୍ଷ ଟପିଲା ମାନେ ସେ ଯୋଉ ଭଳିଆ ଖାଲି ଖାଡ ମାରିଲା ଖାଲି କଥାବାର୍ତ୍ତା କରିବି। ହଁ ବା ମୋ ବୋଉ ଖାଲି କାମ ବରାଦ କରିବ ତୁ ରୋଷେଇ ଶିଖୁନୁ ମୁଁ କରିପାରିବି ତୁ ତୋର କଲେ କର ମୋ ବାପା କହିବେ ତୁ ଜମା କରନା ତୁ କଣ କରିବୁ ଛୁଆଙ୍କୁ କଣ କହିବୁ ରୋଷେଇ କରିବାକୁ। ବାପା ବୋଉ ଖାଲି ମାରିବ ତ ଶିଖିବନି କଣ କରିବନି କୁଆଡେ ଭୁଲ କରିଦେଲି ଆଉ ଶୁଣ କୁଆଡେ ଯଦି ଯିବି ବି ସେ ମତେ ଇଏ କରିବ କହିକି ଆସିବୁନି ଅମ କରିବୁନି ସମ କରିବୁନି ଯୋଉ ରୋଷେଇ କରିବୁନି ଏଡେ ଟୋକି ଗୁଡାକ ହେଲେ ଛୁଆ ଗୁଡାକ ଏଡେ ହେଲଣି ସବୁବେଳେ ମୁଁ ରୋଷେଇ କରି ଦଉଥିବି ଏମିତି ଆଉ କୋଉଦିନ ଡାଲି ଫାଷ୍ଟ କୋଉଦିନ ଡାଲି ଲୁଣିଆ ହେଇଗଲାଣି ତ କୋଉଠି ସିଝି ନଥିବ। ମତେ କୋଉଦିନ ଦବ ଖାଇବାକୁ ମତେ କୋଉଦିନ ତମ ଜିନିଷ ଖାଇବାକୁ ଦବ ଆଉ ଫେର କହୁଛ ମତେ ଫେର କହୁଛ
ତମେ ଆଗ ତମେ ନିଜେ ଘରେ ଶୋଇକି ଆଗ ଟିକେ ନିଦ ଭଲ ରେଷ୍ଟ ନିଅ, ତାପରେ ତମେ ତ କହୁଛ ଆଉ ମୁଁ ଆଉ କଣ ଚଢିକି କହିବି। ମନ ଖାଲି ଚଢିକି କୁଲୁ କୁଲୁ ବାଜୁଛି, କିନ୍ତୁ କଣ କରିବା, ସେଇଭଳିଆ ସିଚୁଏସନ ହେଲେ ଯାଇ କଣ କରିବି ନା। ଛାଡ, ମୁଁ ଆଜି ଯାଉଛି ବୁଝିବି, ଆଜି ଫାଇନାଲ ବୁଝିବି। ଆଜି ବୁଝିଲ? ମୁଁ ଆଜି ଫାଇନାଲ ବୁଝିବି ଆଉ ତା ମୁଣ୍ଡ ପୁରେଇବ ମାନେ ଖାଲି ତ କଲ ବଲ। ଆଉ ସତରେ ମାନେ ପୁରା କଲବଲ ମୁଁ ହେଇଗଲିଣି, ଆଉ ନାହିଁ। କାଲି ସେ ଶୋଇଥିଲା ନା ଉଠିଲା? ହଁ ତାକୁ ଉଠେଇଦେଲ, ପୁଣି ତାକୁ ଶୁଆଇଦେଲି ମୁଁ ଆଉ ତାକୁ କଣ ମାନେ ହେଲେ ମାନେ ହଲଟିଙ୍ଗ ମାଇଲେ ସେ ଅସୁବିଧା ହେଇଯିବ, ତା ବଡି କମଜୋରି ହେଇଯିବ। ମୁଁ ଏଠି ପାଖାପାଖି 6 ମାସ ଖଣ୍ଡେ କିଛି ନାହିଁ। ସେମିତି ହେଲେ ଆଉ କିଛି ହବନି। ସେଇଟା ଶୁଣ, ୟାକୁ ମାଇଲେ ଭଣିଆ ତମେ ଝଡିବ, କିନ୍ତୁ ତାକୁ ମାଇଲେ ହେଲେ କଣ ମାନେ ସିଏ ମାନେ ହବ ଯେ ମାନେ କଣ ନଷ୍ଟ ହବ, କିନ୍ତୁ ମାନେ କଣ ବଡି ଉପରେ କିଛି ପ୍ରେସର ପଡିବନି। ଇଏ ତାର ମୋଟା କୋଉ ଭଳିଆ ହେଇଯାଆନ୍ତି ଜଣେ ଜଣେ, ଜାଣିଛ ନା ନାଇଁ? ହଁ ଜଣେ ଜଣେ ବି ଝଡି ଯାଆନ୍ତି, ଜଣେ ଜଣେ ଦେହରେ ଲାଗିଯାଏ, ସତରେ ମିଛ ନୁହଁ ଆରେ ଏଇଟା। ନାଇଁ ମୁଁ ସେଇ କଥା କହୁଛି ବା, ନାଇଁ ତାକୁ ଯଦି ନିଜେ ଯଦି କରିବ ନା ଭଣିଆ ଝଡିବା ଟା ଥରିବ। ନାଇଁ ସତ ନାଇଁଲୋ, କଥା ମୁଁ ଏଇଟା। ଧନକୁ କଣ ଛଡେଇଦେବି, ନାଇଁଲୋ। ଆଉ ମୁଁ ସେଥିପାଇଁ ନା ନୁହଁ ଆଚ୍ଛା ହଉ, କାମ। ଗୋଟେ କଥା, ଛିଟିକି ଆମେ ନିହାତି ମାସକୁ କେଇଥର ଯିବା? 4 ଥର ଯିବା? 30 ଦିନରୁ 30 ଦିନ ଯିବା। ସବୁଦିନ ନା ସତ କୁହ? ତମେ ଯଦି କହିବ ସବୁଦିନ ଯିବା, କିନ୍ତୁ କଣ ସବୁଦିନ ତମେ ଗଲେ, ମତେ ନବ ଫେରେ ଆଣି ଛାଡିବ। ସବୁଦିନ ଗଲେ କଣ କହିଲ, ଗୋଟେ କଣ ମାନେ ଗୋଟେ ସେଇଟାର ଇଣ୍ଟରେଷ୍ଟ କମିଯିବ। ହଁ ବୁଝିପାରିଲ କି? କିନ୍ତୁ ନାଇଁ ତ, ମୁଁ ଯାହା କହିଲି ସେଇ ଆଣିବ ମୋ ପାଇଁ, ମୁଁ ଆଉ ଆରେ ମୁଁ କୁଆଡେ କହିଲି ମୁଁ ଆଜି ଯିବି ବୁଝିବି, ଆଜି ଫାଇନାଲ କରିବି। ଆଜି ଫାଇନାଲ କଲେ ସନ୍ଧ୍ୟା ବେଳକୁ ତା ହାତରେ କ୍ୟାସ୍ ଦେବି, କି ସାଙ୍ଗେ ସାଙ୍ଗେ ଦରକାର ପଇଲେ ଯିବି ସେଇଠୁ ମାନେ ATM ରୁ ଉଠେଇକି ଆଣି ଦେବି ତାକୁ। ସେ ଭଣିଆର ତ ଫୋନ ପେ ନାହିଁ, ସେ ଶଳା ଗଜା ବାଡି ପଇସା। ବୁଝିବ, ସବୁ କିଣିକି ଆଣିକି ଆଣିବ, ମୁଁ ଆଉ କୋଉଥିରେ ଅଭାବ ପଡିବନି, ଖାଲି ଯିବି ତ ରୋଷେଇ କରି ଖାଇକି ତ। ଖାଇକି ମେଲେଇକିରି ଶୋଇବ, ମୁଁ ଖାଲି ଦେବି ଗେବିବି ପକେଇକି। ହଁ ନା କଣ କହୁଛ? ଆଁ ନାଇଁ ବା, କଣ ରୋଷେଇ କରୁଛ ଗୋଟେ ଖଡ 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 କରୁଛ? ସେଇଆକୁ ବା କଷୁଛି। କଷୁଛ? ଏଇ ବା ଯୋଉ କଣ ପନିପରିବା ସବୁ। ଇଚ୍ଛା ହଉଛି କଣ ଟିକେ ଭଲ ଖାଇବାକୁ, ମୁଁ ଯିବି ଭାବୁଛି ପଳେଇବି ବାହାରକୁ। କଣ ଟିକେ ଖାଇଦେଇ ଆମର ଆସିବି। ସେଇଠି ଇଏ କଲେ ଆମେ ବଢିଆ କରିକି ଖାଇବା ହେଲା। ହୁଁ ହଁ ଆଜି ତ ଇଏ ବାର ନାହିଁ, ଆଉ କଣ କରାଯିବ। ଆଜି ବାର ନାହିଁ ଯେ, କିନ୍ତୁ ତମ ପୁଅ ପିଲା ତଥାପି ତମେ କଣ ଖାଇବ? ଖାଇବନି, ଯିଏ ଜାଣିଥିବ ଠାକୁର ତୀର୍ଥ ବିଧି ସେ କେହି ଖାଇବେନି, ଖାଇବେ କି କେବେ? ତମେ ଯଦି ନ ମାନିବ, ତାହେଲେ ଆଉ କଣ କରିବା ଯିବ? କଣ କରାଯିବ, କିନ୍ତୁ ତମର ଖାଇବି, ବାର ହଉ ଅବାର ହଉ। ସତରେ? ତମେ ଛି ଯଦି ଦବ ନା, କଣ ଇଏ ନା ଠେ ଖାଇବ ତାକୁ ଭଲ। ଦେଖ ଶୁଣ, ଥରେ ଯଦି ମାନେ କଣ ସବୁ ଯୋଗାଡ଼ ଯନ୍ତ୍ର ସରିକି ଥରେ ଯଦି ହେଇଗଲା ନା, ତାପରେ ଦେଖିବ କୋଉ ଭଳିଆ ଖାଲି ଚଲେଇବି ତମ ସାଙ୍ଗେ। ଖାଲି ଚାହିଁଲ ମାନେ ଏଇ ଗୋଟେ କିନ୍ତୁ ସବୁଦିନ ପାଇଁ ଥାଉ ହେଲା, କହିବି। ଆଉ କଣ ଦିନିକିଆ ମୁଁ ତ ସେଇଥିପାଇଁ କହୁଛି, ସବୁଦିନିଆ ହେଲେ ଇଣ୍ଟରେଷ୍ଟ କମିବ। ନାଇଁ ମାନେ ସେମିତି ନୁହଁ, ମାନେ ଏଇ ସମ୍ପର୍କଟା ସବୁଦିନ ପାଇଁ ଥାଉ ଯେମିତି। ତମେ ରଖିଲେ ହେଲା, ତମ ଘଇତା ପଳେଇ ଆସିଲେ ତମେ ଆମକୁ ଭୁଲିଯିବ କଣ। ହଁ ମୁଁ ସେଇ ଥରେ ଦେଖ ହେଲା, ସେଇଟା ତମେ ମୁଁ ନୁହଁ। ମୁଁ ଭୁଲିଯିବି? ତମର ଆଁ ମାଇକିଆ। କଣ ହେଲା ମାଇକିନା? ଆଇଲେ ଭୁଲି ମାନେ ଆସିଲେ ଭୁଲି ଯିବି? ହଁ ହୁଁ ତମେ ହଉ ଦେଖାଯାଉ କିଏ ଭୁଲୁଛି, ତମ ଘଇତା ଆସିଲେ ତମେ ସେତେବେଳକୁ ମୋ ସ୍ଵାମୀ ଆସିଛି, ମୁଁ କଥା ହେଇପାରିବିନି। ହଁ ତମେ ଶୁଣିବନି। ମୋ ସ୍ଵାମୀ ଆସିଛି, ମୁଁ କଥା ହେଇ ପାରିବିନି, ସେ ଶୁଣିଦବ ଯଦି ରାଗିବ। ଯେମିତି କହୁଛ ଜାଣିଲ, ତମ ପାଇଁ ଷ୍ଟେଜ ହୁଁ ନାହିଁ। ମୋ ସ୍ଵାମୀ ଆସିଛି।